हरि बोल जय बड़ा समस्त बड़ा मुखिया मान को मुझे जुहार करुचे। मुई रंजन नायक बड़ा मुखिया कथा उपरे आउ गोटे भिडियो नहीं आसी आदिपद कथा कहि बोली बड़ा मुखिया कथा तो कथा कहवा आगु टे से पुराणा पाठर आलोचना टे करनेबा आगु दुटा भिडियो जहाँ कही गोटे गोटे आदि शून्य मुक्त पुराण अनुसार बड़ा गोटे समाज संधिर ना ब्रह्मा विष्णु महेश्वर आउ वासु वासुकीर गोटे संधि गोटे संघ सेटा बड़ा सी गोटे संघर ना वेद आ निर्वेदर संधि सी वेदटा है प्रकाश सी है सुर निर्वेदटा है अपरिप्रकाश सीटा असुर ब्रह्मा विष्णु महेश्वर है सुर आउ वासु वासुकी है असुर वेदटा है लेख सीटा लेखाही आउ निर्वेदटा है अलेख सीटा लेखा है नहीं से अलेख कथा जेटा लेखा है नहीं सेटा को आ गोटे भाषा कही अकथा कहवा जेटा कुहा है नहीं समाज रे जेटा दिया है नहीं से वासु वासुकी कथा दुपद आउ थे कहवा कारण बड़ाम कूलर मूलदुआटा ही से वासु आउ वासुकी बड़ाम कूलियार कथा तो 8 वासुर कथा कहते मुझे आगु कही 8 वासु रामायण अनुसार 8 वासु है कश्यप आदित्यर संतान महाभारत नहीं मनुर संतान पुणी 8 वासु है देवता ये इंद्रर देवसभा जो 33 कोटी देवता बसुले से 33 कोटी देवता भर ये 8 वासु होती मूल 8 वासु 12 आदित्य एकादशी रुद्र 2 अश्विनी कुमार ये है 33 कोटी देवता चांगुरे 33टा किला ये 8 वासु जो वासु वासु के मूल कहते से वासु अंचलटा क्या रहा कहली हाँ वेदर अच्छी पुराण अच्छी शास्त्र अच्छी है आमर अंचल सांगे से वेद पुराण शास्त्र वर्णना होता वासुर अंचलटा वासुकी अंचलटा मिशुची ना ना आमर अंचल वेद पुराण अंचल सहित किसी संजोग किसी सामंजस्य अच्छी ना ना यही कथा को टे आलोचना करवा यहीटा पुणी से पुराण भितर ही खोजा आउ कहीं ना कारण सेटा गोटे संधि कहे से संधि भितर ब्रह्मा विष्णुर कथा लिखाई वासु वासुकीर कथा भी अच्छी किंतु वासु वासुकी को गुप्त कराई रखाई ये परिप्रकाश कराई ना गोटे गंठे गंठा तो से अंचलटा क्या है महाभारत अनुसार जदि ये वासु है मनुर 8 संतान मन शासन करता के अंचल मन कौन थी पुराण अनुसार मनर कथा मत्स्य पुराण लिखा अच्छे जितेबाला महाप्रलय है मन मलयगिरी गोटे पर्वत था से पर्वत कूल गोटे झरणार गोटे नदी गोटे छोटिया माछटे भासी जाता से माछटा मन को राजा मन को कहला मत टे उद्धार कर मनु से माछटा को उद्धार करके रखी ना से माछटा धीरे 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 बड़ हो विशाल काय रूप नाला जितेबाला महाप्रलय है समुद्र संसार विनाश होवार समय आसला
ସେଥିରେ କିସ ହେଲା ନା ଭଗବାନ ବିଷ୍ଣୁ ମାଛ ରୂପରେ ସେଇ ମାଛଟା ଭଗବାନ ବିଷ୍ଣୁଙ୍କର ସ୍ୱରୂପ 10 ଅବତାର ପ୍ରଥମ ଅବତାର ଯେଉଁ ମୀନକଶ୍ୟପ ରାହା ନୃସିଂହ ବାମନ ପରଶୁରାମ ରାମ କୃଷ୍ଣ ବୁଦ୍ଧ ଆଉ କଳ୍କି ଏ ଯେଉଁ 10 ଅବତାର କଥା କୁହାଯାଉଛି ସେ 10 ଅବତାରର ପ୍ରଥମ ଅବତାର ଯେଉଁ ମାଛ ସେ ମାଛ ସହିତ ମନରୁ ସଂଯୋଗ ସେ ମନରୁ ସନ୍ତାନ ହେଉଛନ୍ତି 8 ବାସୁ। ସେ ମନୁ ମଳୟଗିରି ପର୍ବତ କୂଳରେ ଗୋଟେ ଝରଣା କୂଳରୁ ଗୋଟେ ମାଛକୁ ଆଗେ ଉଦ୍ଧାର କଲା। ତ ମଳୟଗିରି ପର୍ବତଟା ଆମର ଅଞ୍ଚଳରେ କେଉଁଠି ଗୋଟେ ଅଛି ନା ନାହିଁ? ଅଛି ଆଜ୍ଞା। କାଞ୍ଜିପାଣି ଘାଟି ତେଲକୁଇ ପାଲହଡ଼ା କାଞ୍ଜିପାଣି ଘାଟି ପାରେଇକରି ତେଲକୁଇ ଗଲାବେଳେ ଆମର ଏଇଟା ପାଲହଡ଼ା ବାଁ ପଟରେ ଫଳି ମଳୟଗିରି ଘାଟି ମଳୟଗିରି ତ ସିଏ ଗୋଟେ ଠିକଣା ମଳୟଗିରି ଆମର ଅଞ୍ଚଳରେ ଅଛି। ଆଚ୍ଛା ଆଉ ଥର କହୁଥିଲି କି ସେ ଗୋଟେ କଥା କହୁଥିଲି ବାସୁର କଥା ଆଗରୁ କହିଛି କି ଏମାନେ 8 ବାସୁ ବଶିଷ୍ଠ ଆଶ୍ରମକୁ ଯାଇକରି କାମଧେନୁ ଗାଇକି ଚୋରି କରିଥିଲେ। ତ ସେମାନେ ଅଭିଶପ୍ତ ହେଲେ। ଅଭିଶପ୍ତ ହେଲା ପରେ ତାଙ୍କୁ ଉଦ୍ଧାର କରିବା ଲାଗି ଆସିଲା କିଏ? ଗଙ୍ଗା ଗୁପ୍ତ ଗଙ୍ଗା ବୈତରଣୀ ଗୁନାସିକା ଗଙ୍ଗାର ଉତ୍ପତ୍ତି ସ୍ଥଳ। ତ ସେଇ ଗଙ୍ଗା କୂଳରେ ହିଁ ବାସୁର ଅଞ୍ଚଳ। ବାସୁମାନେ ସେଇ ଗଙ୍ଗା କୂଳରେ ହିଁ ମୁକ୍ତି ପାଇଲେ ନା। ଭୀଷ୍ମ ମହାଭାରତର ଆଦି ପ୍ରବାସୀ ଯିବ ଏଠି। ତ ଗଙ୍ଗା ଏଠି ଆସିଯିବ ଗଙ୍ଗାର କଥା। ଆଉ ପୁଣି ମହାଭାରତର ପ୍ରମାଣ କିଛି ଆମର ଅଞ୍ଚଳରେ ଗଙ୍ଗାର କଥା କହିବା ଯେ ଆଉ ଗୋଟେ ପ୍ରମାଣ ଦେଖିବା। ଯେମିତିକି ଏଇଟା ଥିଲା ବିରାଟଗଡ଼। ବିରାଟଗଡ଼ଟା ତା ପୂର୍ବରୁ କିସ ଥିଲା? ତାର ନାଁ ଥିଲା ମତ୍ସ୍ୟ ଦେଶ। ବିରାଟଗଡ଼ରେ ରାଜା ବିରାଟ ଶାସନ କରୁଥିଲେ। ବିରାଟ ପର୍ବ ମହାଭାରତରେ ଗୋଟେ ପର୍ବ ବି ଅଛି ବିରାଟ ପର୍ବ ଯେଉଁଠି ପାଣ୍ଡବମାନେ ଅଜ୍ଞାତବାସ କରିଥିଲେ। ସେଟା ଅଛି ଆମର ଡାହାଣ ପଟରେ ସେଟା ଉଦଳା ସାଇଡ଼ରେ ସମୀ ବୃକ୍ଷ ଭୀମକୁଣ୍ଡ ଏଠି ଆନ୍ଦପୁର ଅଞ୍ଚଳରେ ସେଟା ଚକ୍ରତୀର୍ଥ ସାଣନ୍ଦୀ ନଈ କୂଳରେ। ଆଉ ମହାଭାରତର କଥା ବିରାଟଗଡ଼ର ରାଜା ଥିଲା କିଚକ। ବିରାଟ ରାଜାର ଶଳା ଥିଲା କିଚକ। କିଚକ କରୁଥିଲା ନା କିଚକେଶ୍ୱରୀକୁ ପୂଜା କରୁଥିଲା। କିଚକର ବାହୁବଳ ବିରାଟ ରାଜା। ତ ବିରାଟ ରାଜ୍ୟର ବିରାଟଗଡ଼ର ଶକ୍ତିଟା ଯେ ଧାରଣ କରିଥିଲା ସେଇଟା ହେଉଛି ମା କିଚକେଶ୍ୱରୀ। ତ କିଚକ ପୂଜା କରିକରି ବିରାଟଗଡ଼କୁ ପ୍ରତିଷ୍ଠା କରିଥିଲା। ମହାଭାରତର ପ୍ରମାଣ ବି ଏଇଠି ରହୁଛି। ତ ଆଉ ଗୋଟେ ଘାଟିକିରି ପଶିବା ହେଲେ ବୈତରଣୀ ଭୂଗୋଳଟାକେ ଚିହ୍ନିବା ନାଗି ହେଲେ ଆଗେ ହେଲା ପାହାଡ଼ ନଈ ନାଳ ଆଉ ତାପରେ ରହିବ ସ୍ଥାପତ୍ୟ ବିଦ୍ୟା କ'ଣ ସବୁ ସ୍ଥାପନା ହେଇଛି ଏ ଯେଉଁ ଐତିହାସିକ ରାଜକୀର୍ତ୍ତି ରାଜ ରହିଛି ଆମର ଅଞ୍ଚଳରେ ସେଇଟା ଆଉ ଗୋଟେ ପ୍ରମାଣ ଆଗେ। ତ ବୈତରଣୀ କଥା କହିବା। ବୈତରଣୀଟା ଆସିଯାଉଛି ଗୁପ୍ତ ଗଙ୍ଗା। ବୈତରଣୀର ଉତ୍ପତ୍ତି କଥା ସିଏ ତ ପୁରାଣ ଭିତରେ ଅଲଗା ଲୋକ କଥା ଅନୁସାରେ ଅଲଗା ଅଛି। ବୈତରଣୀର ବର୍ଣ୍ଣନା କେଠି ଅଛି? ଗରୁଡ଼ ପୁରାଣ ଅନୁସାରେ ଗରୁଡ଼ ପୁରାଣରେ ବୈତରଣୀର କଥା ଲେଖା ଅଛି। ଗରୁଡ଼ ପୁରାଣ ଅନୁସାରେ ବୈତରଣୀ ନଈଟା ମର୍ତ୍ତ୍ୟ ଆଉ ନର୍କ ମଝିରେ ଶୋଇଛି। ପୁଣ୍ୟ ଆତ୍ମା ଦେଖିଲେ ତାର ଜଳଟା ଅମୃତ ଭଳିଆ ଦିଶେ ଆଉ ପାପୀମାନଙ୍କର ନାକି ତାର ଜଳଟା ହେଇଯାଏ ରକ୍ତ। ପାପୀମାନେ ବୈତରଣୀକୁ ପାର କଲେ ଯମର ଦକ୍ଷିଣ ଦ୍ୱାର ପହଞ୍ଚି ଯାଆନ୍ତି। ବୈତରଣୀଟା ଯମର ଦ୍ୱାରକୁ ଜଗିଛି। ବୈତରଣୀଟା ଯମର ଦ୍ୱାରକୁ ଜଗିଛି। ସେଇଥିକି ସେଇଟା ଗୋଟେ ଭୀମକୁଣ୍ଡ ତଳେ ଯମ ଦୁଆରୀ
ଜମଦୁଆରୀ ବୋଲି ଗୋଟେ ଜାଗା ଅଛି, ସେଠି ବଡ଼ା ପୂଜା କରନ୍ତି ନାଚଘାଟ ହଇଟି। ସ୍କନ୍ଦ ପୁରାଣ ଅନୁସାରେ ବୈତରଣୀରେ ସ୍ନାନ ମାନେ ଯଦି ଗାଧିଲ ସ୍ନାନ କଲ ତାହେଲେ ଯମଦଣ୍ଡ ମିଳିବାର ନାହିଁ। ପଦ୍ମ ପୁରାଣ ଅନୁସାରେ ସତ୍ୟକୁ ରକ୍ଷା କରିବା ପାଇଁ ପରଶୁରାମ ତପସ୍ୟାରେ ସନ୍ତୁଷ୍ଟ ହୋଇକରି ଶିବ ବୈତରଣୀକୁ ପାତାଳରୁ ମର୍ତ୍ତ୍ୟକୁ ଆଣିଥିଲେ। ସ୍କନ୍ଦ ପୁରାଣ। ମହାଭାରତର ବନ ପର୍ବର ଅଛି। ମହାଭାରତର ବନ ପର୍ବର ତୀର୍ଥଯାତ୍ରା ପର୍ବରେ ବୈତରଣୀକୁ ଗୋଟେ ମହାନ ତୀର୍ଥ ବୋଲି ବର୍ଣ୍ଣନା କରାଯାଇଛି। ମତ୍ସ୍ୟ ପୁରାଣରେ ବାମନ ପୁରାଣରେ ମଧ୍ୟ ବୈତରଣୀର କଥା ଲେଖା ହେଇଛି। ତ ମୋର କହିବା କଥା, ପୁରାଣର ମୁଣ୍ଡଟା ଯଦି କହିବା ବାସୁ, ରାମାୟଣ କଥା କୁହ, ମହାଭାରତ କଥା କୁହ, ବେଦର କଥା କୁହ, ଆମର ଅଞ୍ଚଳରେ ତାର କିଛି ନା କିଛି ଅଂଶ ଅଛି। ଯେମିତି ହେଟା ଉଦ୍ଦାଳକ ଋଷିର ନାମାନୁସାରେ ହେଲା ଉଦ୍ଦୋଳା। ଉଦ୍ଦୋଳାର ଡାହାଣ ପଟକୁ ପଳାଅ ଯଦି ସେଟା ଗୋଟେ ଅଛି ସୁଳାସାରୀ ଘାଟି କପିଳମୁନି, ସୁଳାସାରୀ କପିଳମୁନି ଘାଟି। କପିଳ ମୁନି କପିଳ ସଂଖ୍ୟା ସୂତ୍ରରୁ ଆସିବ। ଯଦି ଉଦ୍ଦାଳକ କଥା ଆସିବ ସେଠି କଠୋପନିଷଦ କଥା, ବୃହଦରଣ୍ୟକ ଉପନିଷଦ କଥା ବାହାରି ଆଗା, ସେଠି ଉପନିଷଦର କଥା ବାହାରି ଆଗା। ଏଇଟା କରଞ୍ଜିଆ ଠାଣା ଅଛି ବାମନାଶାଳ, ସେଟା ବାମନଶାଳ, ବାମନ ଭଗବାନ ବିଷ୍ଣୁଙ୍କର ବାମନ ଅବତାର କଥା ବାହାରି ଆଗେ। ଏମିତି ଖାଲି ଗୋଟେ ନାଁରେ କଥାରେ ମାଟି ଉପରେ ବାସୁକିର କଥାଟାକୁ ଛନ୍ଦା ହେଇଛି, ନଦା ହେଇଛି କଥାରେ। ଏଇଟା ଲେଖ ହେଇନାହିଁ, ଅଲେଖ ହେଇକରି ଅଛି। ଆମର ଲୋକମାନେ କହିଛନ୍ତି କି କିଏ ଗୋଟେ ଲେଖିକି ରଖିଦେଇଥିବା ଆଗେ ଆମେ ସେଇଟାকে ନେଇକରି ଆମେ ଦେଖାଇ ହେବା, ଆମେ ସମାଜରେ ପରିଚୟ ପାଇବା। ଏଇଟା କିନ୍ତୁ ଭୁଲ ଧାରଣା। ଗଡ଼ାମ କୂଳର ପାଠଟା ଏଇଆ କହୁଛି କି ତୁମେ ଏଇଟାকে ଖଟିକିରି ଅର୍ଜନ କରିକି ଫୁଳି ଆଗେ, କାହାରି ଦାନ ଦୟା ଧର୍ମରେ ନାହିଁ। ଗଡ଼ାମ କୂଳଟା ପୂଜା କରୁଛି କେଠି ମାନବ ଦୋଳରେ, ମନରୁ ମାନବ। ଯେତେବେଳେ ପ୍ରଳୟ କାଳରେ ବି ଯେତେବେଳେ ଡଙ୍ଗାଟାକୁ ତାର ଡଙ୍ଗାଟାକୁ ବାନ୍ଧିଲା କୋଉଠି ମଳୟଗିରିରେ, ସେ ଡଙ୍ଗାଟାକୁ ଯେଉଁ ମତ୍ସ୍ୟ ଦେଶରୁ ସେ ନେଲା, ସେ ଡଙ୍ଗା ଭିତରେ କାହାକୁ ଧରିଲା? ମାନବବାଦ, ସପ୍ତ ଋଷି, କିଛି ବୀଜ ଯାହାକୁ ଅଛି ମୁଞ୍ଜି, ଯେଉଁଟାକୁ ବ୍ରହ୍ମ କହିବା। ଏଇ ତିନିଟା ଜିନିଷକୁ ସେ ଉଦ୍ଧାର କରିଥିଲା ମନ। ତ ସେ ମନ କୂଳ ଭିତରେ ହିଁ ଏଇସବୁ ଜିନିଷ ଗୁଡ଼ା ଅଛି। ସେଦିନ ଥିଲା, ଆଜି ଅଛି, କାଲି ହିଁ ରହିବା। ହେନେ ଏଇଟା ସଦାବେଳେ ଅଲେଖ ହେଇକି ରହିବା। ଏଇଟା ଗୋଟେ ଚେତନାର ପାଠ, ମାନେ ଆତ୍ମଜ୍ଞାନ, ଅନୁଭୂତିର ଜିନିଷ। ଏଇଟା ଅନୁଭବ କରିପାରିନେ ସେଟା ଗୋଟେ ଦିବ୍ୟ ଦୃଷ୍ଟି ବା ଗୋଟେ ତୃତୀୟ ନୟନ, ଗୋଟେ ଚେତନା ନୟନରେ ଦିଶି ଆଗେ। ଏଇଟାକେ କେହି ଲେଖି ନାହିଁ କିମ୍ବା କିଏ ଲେଖିପାରିବାକୁ ମୁଁ ଏଇଟା କହିପାରିବି ନାହିଁ। ତେଣୁ ବାସୁର ପ୍ରମାଣ ଦେଲି ଏ ଅଞ୍ଚଳଟା ରହୁଛି। ବୈତରଣୀ ନଦୀ ପୁରାଣରୁ ପ୍ରମାଣ ରହିଲା, 18 ଖଣ୍ଡ ମହାଭାରତର ସତ୍ତା ବାହାରିବ। ଆଉ ଯେଉଁ ସେ ଡଙ୍ଗାଟାକୁ ଉଦ୍ଧାର କଲା ମନ, ସେ ଡଙ୍ଗାଟାରେ ଯେଉଁ ଦୌଳାଟା ହେଇଥିଲା, ଡଙ୍ଗାଟାକୁ ବାନ୍ଧିଥିଲା ନା ଭଗବାନ ବିଷ୍ଣୁ ମାଛ ଅବତାର ଡଙ୍ଗାଟାକୁ ଟାଣିକି ନେଇ, ଯେଉଁ ଡଙ୍ଗାଟାକୁ ଟାଣି ନେଇ ଯେଉଁ ଦୌଳାଟା ହେଇଥିଲା, ସେ ଦୌଳାଟା ହେଉଛି ବାସୁକି ନାଗ। ଏଠି ଆଉ ଗୋଟେ କଥା, ବାସୁକି ସେଟା ହେଉଛି ନାଗବଂଶୀ, ନାଗଗଣ ବୋଲି ଯେଉଁ କହିନି ଆମର ପୁରାଣରେ ବର୍ଣ୍ଣନା ହେଇଛି। ନାଗଗଣ ମହାଭାରତର 16 ଜନପଦ କଥା ବାହାରି ଆଗେ ୟାର ଭିତରେ ନାଗଗଣ ଯେଉଁମାନେ ଶିବର ସୈନିକ ବୋଲି ପୁରାଣରେ ବର୍ଣ୍ଣନା କରାହେଇଛି।
ତ ଏଇ ବୈତରଣୀ କୂଳେ କୂଳେ ସବୁ ଶାଳ ସ୍ଥାପନା କରାହେଇଛି, ଶାଳ ବଣ। ତେଣୁ ବଡ଼ାମର ଅଞ୍ଚଳଟା ଶାଳ ବଣରେ ଅଛି। ଶାଳ ବଣ ଭିତରେ ଅନେକ ଶାଳରେ ଗାଁକୁ ବନ୍ଧା ହେଇଛି। ଶାଳଟା ହେଉଛି ଗାଁର ମୂଳ। ତ ବୈତରଣୀଟାକୁ ତୀର୍ଥ କରିଛି ଶାଳ ଗ୍ରାମ, ଶାଳ ଯୁକ୍ତ ଗ୍ରାମ, ଶାଳ ଗ୍ରାମ। ସେ ଶାଳ ଗ୍ରାମଟା ହିଁ ଆମର ଜଗନ୍ନାଥ ସଂସ୍କୃତିରେ ତାକୁ ବ୍ରହ୍ମ ବୋଲି କୁହାଯାଉଛି। ଷୋଳ ଜନପଦରେ 16 କଳାକୁ ବୋଳା ହେଇଛି। ତ 16 କଳା ଶାଳଗ୍ରାମ, ଇଏ ତ ବହୁତ ଗହନ ଗଭୀରରେ କଥା ସିଏ ତ ପଶିପାରିବା ନାହିଁ। ହେନେ ଗୋଟେ ଖାଲି ସୂଚନା କି ଆମେ ସେଇ ସଂସ୍କୃତିର ଅଂଶ, ଆମେ ସେଇ ସଂସ୍କୃତିର ବଂଶ। ଆମର ଭିତରେ ସେମିତି ଗୋଟେ ଶକ୍ତିଟେ ଅଛି, ବଡ଼ାମ ବୋଲି ଆମେ ପୂଜା କରୁଛେ କାହାକୁ, ଗୋଟେ ମଣିଷକୁ। ଶିମିଳିପାଳ ଯାଉଛି 18 ଦୋଳ ବଡ଼ାମ ପୂଜା କରିକି ମାନବ ଦୋଳରେ ରହୁଛି। ଯାହାକୁ ଦେଖୁଛି ଏଇ ବଡ଼ାମଣି, ସେଠି ଅଲଗା କିଛି ନାଁ ନାହିଁ। ତେଣୁ ବଡ଼ାମ କହିଲେ କିଏ ଜଣେ ନାହିଁ, ସେଟା ଗୋଟେ ସଂଘ, ସିଏ ଗୋଟେ ସନ୍ଧି, ସିଏ ଗୋଟେ କୂଳ। ତ ସେଇ କୂଳ ଭିତରେ ବାସୁ ଆଉ ବାସୁକୀ ସତ୍ତା ଗୁପ୍ତ ହେଇକରି ରହିଛି। କହିଥିଲି କଥା ଗୋଟେ କିସ, ଆଉ ଗୋଟେ ବାସୁକୀ ନାଗ। ନାଗବଂଶୀ ଯେହେତୁ ଏଇଟା ମାନେ ବାସୁକୀଟା ଦୌଡ଼ି ହେଲା, ଡଙ୍ଗାକୁ ଟାଣିଲା, ବାସୁକୀଟା ହେଲା ନାଗ। ତ ନାଗବଂଶୀ ଶାସନ ବ୍ୟବସ୍ଥା ଆମର ଅଞ୍ଚଳରେ କେଉଁଠି ଥିଲା କି ନାହିଁ? ଇତିହାସ ଭିତରେ ଆଉ ଗୋଟେ ଦେଖିକି ନାଗବଂଶୀ ରାଜା କିଏ ଥିଲେ? ରାଜା ଶତ୍ରୁଭଞ୍ଜ, ଅସନପାଠ, ଶିଳାଲେଖ, ନଟରାଜ ମୂର୍ତ୍ତି, ଯେଉଁଟା ବର୍ତ୍ତମାନ ଓଡ଼ିଶା କ'ଣ ମ୍ୟୁଜିୟମରେ ଅଛି। ରାଜା ଶତ୍ରୁଭଞ୍ଜ ବିଷୟରେ ଲେଖା ହେଇଛି ସେଠି। ସେ ଶତ୍ରୁଭଞ୍ଜ ସମୟରେ ସୀତାବିଞ୍ଜ, ଦିଶାଭଞ୍ଜ, ଇତିହାସର 1ରୁ 3ୟ ଶତାବ୍ଦୀ ଭିତରେ ଏହିସବୁ ସ୍ଥାପତ୍ୟ କଳା ସୃଷ୍ଟି ହେଇଛି ବୋଲି ଆମର ଇତିହାସକାରମାନେ ଯେଉଁ ମତ ଦେଉଛନ୍ତି। ତ ନାଗବଂଶୀମାନଙ୍କର ଶାସନ ବ୍ୟବସ୍ଥାଟା, ସାମ୍ରାଜ୍ୟ, ନାଗବଂଶୀମାନଙ୍କର ସାମ୍ରାଜ୍ୟ ଆମର ଅଞ୍ଚଳରେ ଥିଲା। ଶତ୍ରୁଭଞ୍ଜର ବାପ ହେଉଛି ମାନଭଞ୍ଜ। ସେଟା ତ କେଉଁଠି ଥିଲା ଆମେ କହିପାରିକି ନାହିଁ। ହେନେ ହିଁ ଗୋଟେ ଉଦଳା ସାଇଡ଼୍ରେ ଗୋଟେ ଜାଗା ଅଛି କି ସେ ଭଞ୍ଜ ବସା। ତେଣୁ ବର୍ତ୍ତମାନର ଯେଉଁ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ, ଏମାନେ ଯଦି କୁହାଯାଏ, ଏମାନେ ପ୍ରକୃତରେ ନାଗବଂଶୀ ନାହିଁ କିମ୍ବା ମୟୂରଭଞ୍ଜର ମୂଳ ଶାସକ ଏମାନେ ନାହିଁ। ତ ନାଗବଂଶୀମାନେ ହେଉଛନ୍ତି ଭଞ୍ଜବଂଶର ମୂଳଦୁଆ। ଏମାନେ ନାଗମାତାକୁ ପୂଜା କରୁଥିଲେ। ତ ଶତ୍ରୁଭଞ୍ଜର କଥା ଜାଣିବ ମାନେ ଟିକେ ୱିକିପିଡ଼ିଆରେ ଖୋଜିବ। ମୁଇଁ କେଠୁ ସେ ଇଣ୍ଟରନେଟ୍ ପଢ଼ୁଛି, ସେଇ ୱିକିପିଡ଼ିଆ ହେନ ଟେନ ଇଆଡ଼େ ସିଆଡ଼େ ଖୋଜି ଖୋଜା କରି ଯାହା ଗୋଟେ ମିଳିକି ଅଛି। ନହେଲେ ଆମ ଠାଣେ ଆମକୁ ପହଞ୍ଚାବ ନା କି କିଏ ହେନେ କିଛି ରିପୋର୍ଟ ରଖିଦେଇଛି ନା ରେ, କିଛି ନାହିଁ। ତ ନାଗବଂଶୀ ସାମ୍ରାଜ୍ୟର ପ୍ରମାଣ ଆମର କେଉଁଝର ଅଞ୍ଚଳରେ ସେଟା ମିଳୁଛି, ଯେଉଁଟା ଅସନପାଠ ଶିଳାଲେଖ କଥା କହୁଛେ ମୁଇଁ। ଶତ୍ରୁଭଞ୍ଜ ଆଉ ଆମର ଢେଙ୍କୁଟ ପାଖ ସୀତାବିଞ୍ଜ, ବାରାଟିପରା, ଏଇଗା ସବୁ ସେତେବେଳର ସ୍ଥାପତ୍ୟ କଳା। ଆମର ନାଗବଂଶୀମାନଙ୍କର ସ୍ଥାପତ୍ୟ କଳା ସ୍ଥାପନା କେନ୍ଦ୍ର ଇଏ, ନାଗବଂଶୀମାନଙ୍କର ସାଧନା କେନ୍ଦ୍ର ଇଏ, ଭଞ୍ଜବଂଶୀମାନଙ୍କର ସାଧନା କେନ୍ଦ୍ର ଇଏ। ଏଇଟା ସେଇ ବାସୁକୀ ବଂଶମାନଙ୍କର ଶାସନ କେନ୍ଦ୍ର। ପୁଣି ସେ ବୈତରଣୀ, ଯଦି ବୈତରଣୀକୁ ଧରି ବସିବା, ବୈତରଣୀ କୂଳେ କୂଳେ ଘଟିକିନା ତଳକୁ ମିଳିଆ କେଠି ବିରଜା, ଚନ୍ଦ୍ରବଂଶୀ ଯଜାତି କେଶରୀ କଥା ଆସିବା। ଜଗନ୍ନାଥ ସଂସ୍କୃତିର ମୂଳଦୁଆ ଯେଉଁ ଶାଳଗ୍ରାମ, ସେଟା ସେଇ ଆମର ବିରଜା କ୍ଷେତ୍ରରୁ ହିଁ ପ୍ରଥମ। ବିରଜା କ୍ଷେତ୍ରରୁ ହିଁ ଉତ୍କଳର ମୂଳ ରାଜଧାନୀ ଥିଲା ବିରଜା କ୍ଷେତ୍ର ନା। ବିରଜାର ପରବର୍ତ୍ତୀ ସମୟରେ ସେଟା ଆମର ପୁରୀକି ଟ୍ରାନ୍ସଫର୍ ହେଇଛି।
ସେଠି ମୂର୍ତ୍ତି ସ୍ଥାପନା ବହୁତ ପରେ ହେଇଛି। ଆଗେ ଶାଳଗ୍ରାମ ପୂଜା ହିଁ ହେଉଥିଲା ଜଗନ୍ନାଥ କ୍ଷେତ୍ରରେ ପୂଜା। ତ ମୋର କହିବା କଥା, ଆମର ଚାରିପଟରେ ଯିଆଡ଼େ ଅଣ୍ଡାଳି ଆଣନେ ହାତ ଗୋଡ଼ ବୁଲାନେ ବାହାରିଆକେ ସେଇଆ ଆମେ ତାରି ଉପରେ ବସିକିରି ଅଛି, ହଗୁଛେ ମୁତୁଛି ଖାଉଛି ଶୁଉଛି ସବୁ କରୁଛେ, ହେନେ ଜାଣିପାରିକି ନାହିଁ। ମାଟିରେ ଫଳିଛି ସୁନା ଫଳେଇ ପାରିନେ ସିନା। ଆମର କଥାଟା କେଠି ଲେଖା ହେଇନାହିଁ। ଏମିତି ନାଁରେ କେତେ କଥା ଅଛି। ପୁଣି ବାସିକିରି ଭିତରେ ବସିନେ ସେଟା ପୁଣି କହତିରି ସମୁଦ୍ର ମନ୍ଥନର କଥା କି ଦେବତା ଧରିନେ ନାଞ୍ଜଟା ଆଉ ଧରିନେ ମୁଣ୍ଡଟା ଅସୁର। ଏଇଟା ହେଉଛି ଅସୁର। ନାଗବଂଶୀମାନଙ୍କର ଯଦି କଥା ଦେଖିବ, ନାଗବଂଶୀମାନେ ରହିନେ କେଠି ପାତାଳରେ। ବାସୁକୀ ଅଂଶ ନାଗବଂଶୀ ନା, ଏ ପାତାଳରେ ରହିନେ। ପାତାଳରେ ରହିନେ 7 ପାତାଳ, 14 ଭୁବନ ବର୍ଣ୍ଣନା ଅଛି ଆମର ପୁରାଣରେ ଯାହା। 7 ପାତାଳ 6 ସ୍ୱର୍ଗ, 7 6 13, ଗୋଟେ ହେଲା ମର୍ତ୍ତ୍ୟର ବୈକୁଣ୍ଠ, 14 ଭୁବନ। ତ ମର୍ତ୍ତ୍ୟରେ ଯେଉଁ ପାତାଳ ଭିତରେ ଅଛି 7 ପାତାଳ, ସେ ପାତାଳରେ ଶାସନ କରୁଛନ୍ତି ଅସୁରମାନେ। ପାତାଳରେ ରହୁଛନ୍ତି ନାଗମାନେ, ନାଗ ସାଙ୍ଗରେ ଅସୁର ଅଛନ୍ତି। ଏଇଟା ପାତାଳର ପାଠ। ନାଗ କହିନେ ସେ ନାଗବଂଶୀମାନଙ୍କୁ ବୁଝଉଛି। ଅସୁର କହିନେ ଯେନ୍ଟା ସୁର ତାଳ ଲୟ ଛନ୍ଦରେ ସମାଜରେ ପରିପ୍ରକାଶ ହେଇନାହିଁ, ଲେଖା ହେଇନାହିଁ, କୁହା ହେଇ ନାହିଁ, ସେଟା ଅସୁର। ତ ନାଗବଂଶୀର କଥା, ପାତାଳର କଥା ଏତେ ଭିତରକୁ ପଶିବା ନାହିଁ। ଖାଲି ଗୋଟେ କିନ୍ତୁ ସେଟା ଆମର ଅଞ୍ଚଳଟାକେ ଖୋଜିକି ହେ ନାହିଁ ନା, ସବୁ ଅଞ୍ଚଳର କଥା ଗୋଟେ ଏଠି କହିକି ଭଳିଆକେ। ମାନେ କେ ଅଞ୍ଚଳରେ ଆଉ ଗୋଟେ କିଛି ଭିତରିଆ କଥା ଅଛି କି ଚେଷ୍ଟା କରିବି କହିବା ନାହିଁ। ମୋର ଚେତନା ଆଧାରରେ ମୁଇଁ ଯାହା ଅନୁଭବ କରୁଛେ, ଆଉ ମୁଇଁ ଏଇଟା ସବୁ ଭିଡ଼ିଓରେ କହୁଛେ, ଏଇଟା ମୁଇଁ ଯେଟା କଥା କହୁଛେ ଏଇଟା ମୋର ବ୍ୟକ୍ତିଗତ ଭାବନା, ବ୍ୟକ୍ତିଗତ ଚିନ୍ତାଧାରା। ମୋର ଏଇ ଭାବନାକେ ମୁଇଁ କାହାର ଉପରେ ନଦୀ ଦେଉନାହିଁ କି ଏଇଟା ସତ୍ୟ ବୋଲି ମାନିଯାଉ। ହଁ, ଖାଲି ଜଣେ କୂଳର ଲୋକ କହୁଛି, ଆମ ଠାଣେ କିଛି ନାହିଁ, ଇଏ ଗୋଟେ ଦିଗ ହେଇପାରେ ଶୁଣିଥିବା, କାଳେ ଏମିତି ହେଇଥିଆ ନାହିଁ ହେନେ ନାହିଁ, ସେଟା ହିଁ କିଛି ନାହିଁ। ବୈତରଣୀ ପୁଣି ଆଉ ଗୋଟେ ଗଙ୍ଗା। ଗଙ୍ଗା ଗୋଟେ ନଦୀ ଯିଏ ସ୍ୱର୍ଗ ମର୍ତ୍ତ୍ୟ ପାତାଳ 3 ପୁରକୁ ଦେଖିଛି। ସେ ସ୍ୱର୍ଗରେ ମନ୍ଦାକିନୀ, ମର୍ତ୍ତ୍ୟରେ ଭାଗୀରଥୀ, ପାତାଳରେ ଭଗବତୀ। ତ ଆମେ ଯେହେତୁ ମର୍ତ୍ତ୍ୟରେ ଅଛେ, ଗଙ୍ଗାର ସ୍ୱରୂପଟା ହେବ ଏଠି ଭାଗୀରଥୀ। ଭାଗୀରଥୀ ଯଦି ଭାଗୀରଥୀ ଆମ ପାଇଁ ଗଙ୍ଗା ହେଲା ଭାଗୀରଥୀ, ତାହେଲେ ଭାଗୀରଥୀର କୂଳଟା ଏଇ ବଡ଼ାମ କୂଳ ସାଙ୍ଗରେ ଯୋଡ଼ିଆକେ, ସେଇ ବାସୁ ସାଙ୍ଗରେ ମିଶିଆକେ, ସେଇ ଯାକ ପୁରାଣଟା ସେଇ ପାଟକୁ ଆଉଥରେ। ତେଣୁ ଆଉ ଗୋଟେ ଭିଡ଼ିଓରେ ମୁଁ କହିବି କି ମର୍ତ୍ତ୍ୟରେ ଗଙ୍ଗାର ସତ ଭାଗୀରଥୀର କଥା ଗୋଟେ କହିବି। ଭାଗୀରଥୀ ସାଙ୍ଗରେ ଆମର ଅଞ୍ଚଳରେ ଯେଠି ଯାହା ଫଳ ଥିଆଗା, ଯେମିତି ସବୁବେଳେ ମାଛଘାଟର କଥା ଗୋଟେ ଅଛି, କରଞ୍ଜିଆର କଥା ଅଛି, ଯୋଶୀପୁରରେ କଥା ଅଛି, ଏଠି ଆଦିପୁରରେ କଥା ଅଛି, ଯେମିତି କହିଲି ଆମର ଅସନପାଟ ଗିଦ୍ଧିବାସ ଅଞ୍ଚଳର କଥା ଅଛି, ସୀତାବିଞ୍ଜି କଥା ଅଞ୍ଚଳ ଅଛି, ହୁଣ୍ଡାବିଡ଼ର କଥା ଅଛି, ଆଡ଼େ ଉଦଳାର କଥା ଅଛି, ନୀଳଗିରିରେ କଥା ଅଛି, ଦେବଗିରିରେ କଥା ଅଛି, ସେଠି କୁପାରୀ ମୁନି ଆଶ୍ରମର କୁପାରୀ ମୁନି ଯାତ୍ରାର କଥା ବାହାରି ଆଗେ, ଏଠି ବଉଳା ବିଦ୍ୟାଧରପୁର କଥା ବାହାରି ଆଗେ, ଆନ୍ଦପୁର କଥା ବାହାରି ଆଗେ। ସବୁଆଡ଼େ ଗୋଟେ କଥାରେ କେମିତି ପୁରାଣ ଗୋଟେ କେମିତି ଆମର ମାନେ କଥାରେ ପୁରାଣ ଗୋଟେ ନଦୀ ଦିଆହେଇଛି। ସେ କଥା ଗୋଟେ ଆଗେ କହିବା, ତାରପରେ ଶାଳ ଆଗେ ଟିକେ ଖୋଜିବା। ତ ଆଜି ପାଇଁ ଏତିକି। ଆଉ ଗୋଟେ ଭିଡ଼ିଓରେ ନା ଆସୁଛି କିସ ଡାଳ ପର୍ବ। ତ ଡାଳ ପର୍ବ ବିଷୟରେ ଗୋଟେ କହିବି, ତାରପରେ ଏଇ ବାସୁ ଭିତରକୁ ଆଉ ଥରେ ଢୁକିବା। କଥାଟା ଆପେ ସେ ତାର ଯୋଡ଼ିଆ ଆଗେ, କିଏ ଚାହିଁ ନାହିଁ କହିପାରିବା ନାହିଁ। ଦେଖିବା ଠାକୁରଙ୍କର ଇଚ୍ଛା। ଜୟ ବଡ଼ାମ। ସମସ୍ତେ 18 ଦୋଳ ଯାଆନ୍ତୁ, ନିଜର ସାମର୍ଥ୍ୟ ନେଇକରି, ଆଉ ଯାହା ଚାଲିଛି ଭିତରେ
ସେ ତ ଗୋଟେ ଦୁଃଖଦପୂର୍ଣ୍ଣ କଥା ହେନେ ଭାବ ଭକ୍ତିରେ ଯାଆନ୍ତୁ। ଭଗବାନ ପ୍ରଭୁ ଗୁଡ଼ା ସମସ୍ତଙ୍କୁ ଖୁସିରେ ଶାନ୍ତିରେ ଭଲରେ ରଖନ୍ତୁ। ହରି ବୋଲ।